ଜୟ ଜଗନ୍ନାଥ। ବନ୍ଧୁଗଣ, ଜଣା ଅଜଣା ଜ୍ଞାନ ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଆଜି ଆମେ ଆଲୋଚନା କରିବା ବୃଦ୍ଧାବସ୍ଥାରେ କାହା ଭାଗ୍ୟରେ ସନ୍ତାନ ସୁଖ ନଥାଏ। ବୃଦ୍ଧାବସ୍ଥାରେ କେଉଁ ଚାରୋଟି କଥା ବହୁତ କାମରେ ଆସିବ। ବନ୍ଧୁଗଣ, କୁହାଯାଏ ଯେ ମଣିଷର ଜୀବନରେ ବୃଦ୍ଧାବସ୍ଥା ଆଗମନ ନିଶ୍ଚିତ। ଆପଣ ଧନୀ ହୁଅନ୍ତୁ କି ଗରିବ, ବୁଦ୍ଧିମାନ ହୁଅନ୍ତୁ କି ସାଧାରଣ, ସୁନ୍ଦର ହୁଅନ୍ତୁ କି ଅସୁନ୍ଦର, ଦୁର୍ବଳ ହୁଅନ୍ତୁ କି ଶକ୍ତିଶାଳୀ, ବୃଦ୍ଧାବସ୍ଥା କାହା ପ୍ରତି ଭେଦଭାବ କରେ ନାହିଁ। ଏହା ହେଉଛି ଜୀବନର ଏକ ଅଟଳ ସତ୍ୟ। ବୟସ ବଢ଼ିବା ସହିତ ଆଖିର ଦୃଷ୍ଟି ଧୀରେ ଧୀରେ କମିଯାଏ। ଶରୀରରେ ବିଭିନ୍ନ ପ୍ରକାର ଦୁର୍ବଳତା ଆସେ ଏବଂ ଅନେକ ସମୟରେ ମଣିଷର ସ୍ୱଭାବରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ। କେତେକ ବୃଦ୍ଧ ଲୋକ ଛୋଟ ଛୋଟ କଥାରେ ଚିଡ଼ିଚିଡ଼ା ହୋଇଯାଆନ୍ତି। ଫଳରେ ଘରେ ଅଯଥା କଳ ଓ ମନମାଳିନ୍ୟ ସୃଷ୍ଟି ହୋଇପାରେ। ଏପରି ପରିସ୍ଥିତିରେ ପୁଅ ବୋହୂ ମଧ୍ୟ ଧୀରେ ଧୀରେ ବିରକ୍ତ ହୋଇଯାଆନ୍ତି। ଏକପଟେ ରୋଗ ଓ ଦୁର୍ବଳତାରେ ଭରିଯାଇଥିବା ବୃଦ୍ଧ ଶରୀର, ଅନ୍ୟପଟେ ପୁଅ ଓ ବୋହୂଙ୍କ ଅବହେଳା, ଏସବୁ ମିଶି ବୃଦ୍ଧାବସ୍ଥାକୁ ଆହୁରି ଦୁଃଖଦାୟକ କରିଦିଏ। ତେବେ ପ୍ରଶ୍ନ ହେଉଛି, ବୃଦ୍ଧାବସ୍ଥାରେ ଆମେ କେଉଁ କେଉଁ କଥାକୁ ଧ୍ୟାନ ରଖିବା ଉଚିତ, ଯାହାଦ୍ୱାରା ଜୀବନର ଶେଷ ପର୍ଯ୍ୟାୟ ଶାନ୍ତି ଓ ସୁଖରେ କଟିପାରିବ? ଆସନ୍ତୁ ବନ୍ଧୁଗଣ, ଆଜିର ଏହି କାହାଣୀ ମାଧ୍ୟମରେ ଜାଣିବା ବୃଦ୍ଧାବସ୍ଥାରେ କେଉଁମାନେ ପୁତ୍ର ସୁଖରୁ ବଞ୍ଚିତ ହୁଅନ୍ତି ଏବଂ ବୃଦ୍ଧାବସ୍ଥାରେ କେଉଁ ଚାରୋଟି କଥା ସବୁଠାରୁ ଅଧିକ କାମରେ ଆସେ। ବହୁ ବର୍ଷ ପୂର୍ବର କଥା। ଗୋଟିଏ ନଗରରେ ଜଣେ ଧନୀ ବ୍ୟକ୍ତି ବାସ କରୁଥିଲେ। ତାଙ୍କର ବହୁତ ବଡ଼ ବ୍ୟବସାୟ ଥିଲା। ଦେଶ ବିଦେଶରେ ବ୍ୟବସାୟ କରି ସେ ଅନେକ ଧନ ସମ୍ପତ୍ତି ଅର୍ଜନ କରୁଥିଲେ। ଦିନେ ତାଙ୍କର ବୃଦ୍ଧ ମା ଓ ବାପା ନିଜ ପୁଅକୁ କହିଲେ, ପୁଅ, ତୁମେ ଧନ ତ ବହୁତ ରୋଜଗାର କରିସାରିଲଣି। ଏବେ ତୁମେ ବିବାହ କରି ନିଜ ଗୃହସ୍ଥ ଜୀବନକୁ ମଧ୍ୟ ଆଗକୁ ବଢ଼ାଅ। ଆମେ ମଧ୍ୟ ଏବେ ବୃଦ୍ଧ ହୋଇଗଲୁଣି। ମରିବା ପୂର୍ବରୁ ଯଦି ନାତି ନାତୁଣୀଙ୍କର ସୁଖ ଦେଖିପାରିବୁ, ତେବେ ଆମ ଜୀବନର ସବୁ ଇଚ୍ଛା ପୂରଣ ହୋଇଯିବ। ଘରକୁ ବୋହୂ ଆସିଲେ ଆମକୁ ମଧ୍ୟ କିଛି ସୁଖ ମିଳିବ। ବନ୍ଧୁଗଣ, ଏଠାରେ ଗୋଟିଏ କଥା କହିବାକୁ ଚାହେଁ। ଏହି ସଂସାରର ଏକ ଅଜବ ନିୟମ ଅଛି। ଅନେକ ସମୟରେ କୌଣସି ସୁଖ ଆମଠାରୁ ଦୂରରେ ଥିବା ପର୍ଯ୍ୟନ୍ତ ଆମକୁ ବହୁତ ଭଲ ଲାଗେ। କିନ୍ତୁ ସେହି ସୁଖ ଯେତେବେଳେ ଆମ ପାଖକୁ ଆସିଯାଏ, ସେତେବେଳେ ତାହାର ମୂଲ୍ୟ ଆମେ ବୁଝିପାରୁନାହୁଁ। ଦୂରରୁ ଦେଖିଲେ ମରୁଭୂମି ବାଲି ମଧ୍ୟ ପାଣି ଭଳି ଦେଖାଯାଏ। ଜଣେ ତୃଷାର୍ତ୍ତ ବ୍ୟକ୍ତି ପାଣି ଖୋଜି ଖୋଜି ମରୁଭୂମିରେ ଘୂରୁଥିବା ବେଳେ ଦୂରରୁ ବାଲିକୁ ପାଣି ଭାବି ଖୁସି ହୋଇଯାଏ। କିନ୍ତୁ ନିକଟକୁ ଯାଇ ଜାଣେ ଯେ ସେ ପାଣି ନୁହେଁ, ବାଲି। ସେତେବେଳେ ତାର ଦୁଃଖ ଆହୁରି ବଢ଼ିଯାଏ। ଠିକ୍ ସେହିପରି ସଂସାରର ଅନେକ ସୁଖ ମଧ୍ୟ ଦୂରରୁ ସୁଖ ଭଳି ଦେଖାଯାଏ। କିନ୍ତୁ ନିକଟକୁ ଆସିଲେ ସେହି ସୁଖ ଅନେକ ସମୟରେ ଦୁଃଖର କାରଣ ହୋଇଯାଏ। ମା ବାପା ମଧ୍ୟ ପୁଅର ବିବାହ ସମୟରେ ବହୁତ ଖୁସି ହୁଅନ୍ତି। ସେମାନଙ୍କ ଆଖିରେ ଅନେକ ସ୍ୱପ୍ନ ଥାଏ। ବୋହୂ ଘରକୁ ଆସିଲେ ଘରେ ହସ ଖୁସି ଭରିଯିବ। ସେମାନଙ୍କର ଯତ୍ନ ନେବ, ସେମାନଙ୍କୁ ସାହାରା ଦେବ। କିନ୍ତୁ ବିବାହ ପରେ ସମୟ ବିତିବା ସହିତ ଅନେକ ଘରେ ପରିସ୍ଥିତି ବଦଳିଯାଏ। ଯାହା ଭାବିଥିଲ ତାହାର ବିପରୀତ ଘଟିବା ଆରମ୍ଭ ହୁଏ। ଯେଉଁ ବୋହୂ ଓ ପୁଅକୁ ନେଇ ସୁଖର ସ୍ୱପ୍ନ ଦେଖୁଥିଲେ, କେବେ କେବେ ସେହିମାନେ ହିଁ ଦୁଃଖର କାରଣ ହୋଇଯାଆନ୍ତି। ଏବେ ସେହି ବୃଦ୍ଧ ମା ବାପା ମଧ୍ୟ ନିଜ ଭାଗ୍ୟକୁ ଦୋଷ ଦେଇ ଭାବିବାକୁ ଲାଗିଲେ, ଦୋଷ ବୋହୂର କି ପୁଅର କି ନା ଆମର ନିଜର? ଯେଉଁ ଶାଶୁ ବୋହୂ ଆସିବା ସମୟରେ ଖୁସିରେ ପଡ଼ୋଶୀମାନଙ୍କୁ ନିଜ ବୋହୂର ପ୍ରଶଂସା କରି କରି ଥକୁନଥିଲେ, କିଛି ବର୍ଷ ପରେ ସେହି ଶାଶୁ ହିଁ ପଡ଼ୋଶୀଙ୍କ ପାଖକୁ ଯାଇ
ବୋହୂର ଅଭିଯୋଗ କରିବାକୁ ଲାଗିଲେ। ପ୍ରଶ୍ନ ହେଉଛି, ଏମିତି କ'ଣ ବଦଳିଗଲା? ଯେଉଁଠାରେ ପୂର୍ବରୁ ସୁଖ ଦେଖାଯାଉଥିଲା ସେଠାରେ ଏବେ ଦୁଃଖ କାହିଁକି ଦେଖାଯାଉଛି? ଏହି କଥାକୁ ଆମେ ଭଲ ଭାବରେ ବୁଝିବା ଆବଶ୍ୟକ। ଉପରେ ବର୍ଣ୍ଣିତ ବୃଦ୍ଧ ମା ବାପା ନିଜ ପୁଅ ଉପରେ ବିବାହ ପାଇଁ ଚାପ ପକାଇଲେ। ପୁଅ କହିଲା, ବାପା, ଆପଣଙ୍କ ଖୁସି ପାଇଁ ମୁଁ ବିବାହ କରିବି, କିନ୍ତୁ ମୋତେ ଭୟ ଲାଗୁଛି। ବିବାହ ପରେ ମୁଁ କାହିଁକି ଅସୁବିଧାରେ ପଡ଼ିଯିବିନି ତ? ଲୋକେ କୁହନ୍ତି ବିବାହ ପରେ ଦାୟିତ୍ୱ ବଢ଼ିଯାଏ, ଖର୍ଚ୍ଚ ବଢ଼ିଯାଏ ଏବଂ ସ୍ୱାଧୀନତା ମଧ୍ୟ କମିଯାଏ। ଯଦି ଆସୁଥିବା ଝିଅଟି ଆମ ପାଇଁ ଭାର ହୋଇଯାଏ? ପୁଅର କଥା ଶୁଣି ମା ବାପା କହିଲେ, ପୁଅ, ତୁମେ ଏମିତି କଥା କାହିଁକି କହୁଛ? ବିବାହ ମଣିଷ ଜୀବନର ଏକ ସ୍ୱାଭାବିକ ପର୍ଯ୍ୟାୟ। ବିବାହ ପରେ ପରିବାର ଗଢ଼ା ହୁଏ, ସନ୍ତାନ ହୁଅନ୍ତି ଏବଂ ବଂଶ ଆଗକୁ ବଢ଼େ। ଜୀବନର ସୁଖ ଦୁଃଖରେ ଜୀବନସାଥୀ ମଧ୍ୟ ପରସ୍ପରକୁ ସାହାରା ଦିଅନ୍ତି। ବିପଦ ସମୟରେ ସ୍ୱାମୀ ସ୍ତ୍ରୀ ପରସ୍ପରଙ୍କ ସାହସ ହୁଅନ୍ତି। ଜଣେ ଭଲ ଜୀବନସାଥୀ ମଣିଷକୁ ଭୁଲ ରାସ୍ତାରେ ଯିବାରୁ ମଧ୍ୟ ରୋକିପାରେ। ଘରକୁ ଜଣେ ନାରୀ ଆସିଲେ ହିଁ ଘରଟି ଅନେକ ସମୟରେ ପୂର୍ଣ୍ଣ ଗୃହସ୍ଥ ଜୀବନର ରୂପ ନେଇଥାଏ। ମା ବାପାଙ୍କର ଅନେକ ବୁଝାଇବା ପରେ ପୁଅ ବିବାହ ପାଇଁ ରାଜି ହେଲା। ମା ବାପା ତାଙ୍କ ପାଇଁ ଜଣେ ଭଲ ଝିଅ ଖୋଜି ବିବାହ କରାଇଦେଲେ। ସୁନ୍ଦର ଓ ସଂସ୍କାରୀ ଜୀବନସାଥୀ ପାଇ ପୁଅ ମଧ୍ୟ ବହୁତ ଖୁସି ହେଲା ଏବଂ ତାଙ୍କ ମା ବାପା ମଧ୍ୟ ବହୁତ ପ୍ରସନ୍ନ ହେଲେ। ପ୍ରଥମେ ସବୁକିଛି ହସ ଖୁସିରେ ଚାଲିଲା। ବୋହୂ ମଧ୍ୟ ନିଜ ସ୍ୱାମୀଙ୍କ ସହିତ ତାଙ୍କ ଶାଶୁ ଶ୍ୱଶୁରଙ୍କ ବହୁତ ଭଲ ଭାବରେ ଯତ୍ନ ନେଉଥିଲେ। ସମୟରେ ଖାଇବା ପିଇବା ଦେଉଥିଲେ, ଆବଶ୍ୟକତା ବୁଝୁଥିଲେ ଏବଂ ସେମାନଙ୍କୁ କୌଣସି କଷ୍ଟ ନ ଦେବା ପାଇଁ ଚେଷ୍ଟା କରୁଥିଲେ। କିନ୍ତୁ ଧୀରେ ଧୀରେ ସମୟ ବଦଳିଗଲା। ପୁଅର ମା ବାପା ଆହୁରି ବୃଦ୍ଧ ହୋଇଗଲେ। ଶରୀର ଦୁର୍ବଳ ହେବା ସହିତ ସେମାନଙ୍କର ସ୍ୱଭାବରେ ମଧ୍ୟ ଚିଡ଼ିଚିଡ଼ାପଣ ବଢ଼ିଗଲା। ସେମାନେ ଦିନସାରା ବିଭିନ୍ନ କଥା କହୁଥିଲେ। କେତେକ ସମୟରେ ସେମାନେ ଯେଉଁ କଥା ସାଧାରଣ ଭାବରେ କହୁଥିଲେ ତାହା ବୋହୂକୁ ଗାଳି କିମ୍ବା ଅପମାନ ଭରି ଲାଗୁଥିଲା। ବୋହୂ ମଧ୍ୟ ଏପରି ବ୍ୟବହାରରେ ବିରକ୍ତି ହେବାକୁ ଲାଗିଲା। ସେ ଯେତେବେଳେ ପ୍ରତିଜବାବ ଦେଉଥିଲେ, ଘରେ ଝଗଡ଼ା ଆରମ୍ଭ ହୋଇଯାଉଥିଲା। ସନ୍ଧ୍ୟାରେ ସ୍ୱାମୀ ଘରକୁ ଫେରିଲେ ବୋହୂ କହୁଥିଲା, ଆପଣଙ୍କ ମା ବାପା ପ୍ରତିଦିନ କୌଣସି ନା କୌଣସି କଥାକୁ ନେଇ ମୋ ସହିତ ଝଗଡ଼ା କରୁଛନ୍ତି। ଯଦି ଏମିତି ଲାଗିବ, ଦିନେ ମୁଁ ଏଇ ଘର ଛାଡ଼ି ଚାଲିଯିବି। ମୁଁ ଆଉ ସେମାନଙ୍କ କଥା ସହିପାରୁନାହିଁ। ପତ୍ନୀଙ୍କର କଥା ଶୁଣି ପୁଅ ନିଜ ମା ବାପାଙ୍କୁ ବୁଝାଇଥିଲା, ଆପଣମାନେ ବୋହୂ ସହିତ ଏମିତି ବ୍ୟବହାର କାହିଁକି କରୁଛନ୍ତି? ତେବେ ମା ବାପା କହୁଥିଲେ, ପୁଅ, ତୁମ ବୋହୂ ହିଁ ଆମ ସହିତ ଅଯଥାରେ ଝଗଡ଼ା କରୁଛି। ଆମେ କୌଣସି କାମ କହିଲେ ମଧ୍ୟ ସେ ତୁରନ୍ତ ଶୁଣୁନାହିଁ। ଏକ ଏକ କରି ଘଣ୍ଟା ବିତିଯାଏ, ତାପରେ ଆମ କଥା ଶୁଣେ। ପୁଅ ବହୁତ ଅସୁବିଧାରେ ପଡ଼ିଗଲା। ମା ବାପାଙ୍କ କଥା ଶୁଣିଲେ ବୋହୂର ଦୋଷ ଦେଖାଯାଉଥିଲା ଏବଂ ବୋହୂର କଥା ଶୁଣିଲେ ମା ବାପାଙ୍କ ଦୋଷ ଦେଖାଯାଉଥିଲା। ଶେଷରେ ପ୍ରତିଦିନର ଝଗଡ଼ାରେ ବୋହୂ ମଧ୍ୟ ଅତିଷ୍ଠ ହୋଇଗଲା। କିଛି ଦିନ ପର୍ଯ୍ୟନ୍ତ ସେ ସବୁ କିଛି ସହିଲା, କିନ୍ତୁ ଯେତେବେଳେ ଆଉ ସହିପାରିଲା ନାହିଁ, ସେ ରାଗ ଓ ଅଭିମାନରେ ନିଜ ବାପ ଘରକୁ ଚାଲିଗଲା। ଝିଅକୁ ଏକୁଟିଆ ଘରକୁ ଆସୁଥିବାର ଦେଖି ତାଙ୍କ ବାପା ବୁଝିଗଲେ ଯେ ନିଶ୍ଚୟ ସେ ଶାଶୁ ଶ୍ୱଶୁରଙ୍କ ସହିତ ଝଗଡ଼ା କରି ଆସିଛି। ବାପା ପଚାରିଲେ, ଝିଅ, କ'ଣ ହେଲା? ତୁମେ ଏକୁଟିଆ କାହିଁକି ଆସିଛ? ଜ୍ୱାଇଁ କାହିଁକି ଆସିଲେ ନାହିଁ? ଝିଅ ନିଜ ମା ବାପାଙ୍କୁ ସବୁ କଥା କହିଦେଲା। ସେ କହିଲା, ବାପା, ମୁଁ ଏବେ ନିଷ୍ପତ୍ତି ନେଇଛି, ଯେ ପର୍ଯ୍ୟନ୍ତ ମୋର ବୃଦ୍ଧ ଶାଶୁ ଶ୍ୱଶୁର ସେଇ ଘରେ ଅଛନ୍ତି, ସେ ପର୍ଯ୍ୟନ୍ତ ମୁଁ ସେଠାକୁ ଫେରିବି ନାହିଁ। ପ୍ରତିଦିନର କଳହରେ ମୋ ଜୀବନ ନର୍କ ଭଳି ହୋଇଗଲା। ସେଠାରେ ରହିଲେ ମୋର ମାନସିକ ଶାନ୍ତି ନଷ୍ଟ ହେଉଛି। ତେଣୁ ମୁଁ ଆଉ ସେଠାକୁ ଯିବି ନାହିଁ। ଝିଅର କଥା ଶୁଣି ମା ବାପା କହିଲେ, ଝିଅ, ତୁମେ ଘରକୁ ଆସିଛ, ସେଥିପାଇଁ ଚିନ୍ତା କରନି। ଏହା ତୁମ ନିଜ ଘର। ତୁମେ ଏଠାରେ ରୁହ। କିନ୍ତୁ ଆମେ ଜାଣିଛୁ
ଝିଅ ବିବାହ ପରେ ତାର ଗୃହସ୍ଥ ଜୀବନ ହିଁ ତାର ମୁଖ୍ୟ ଜୀବନ ହୋଇଯାଏ। ତେଣୁ ଯେପରି ହେଉ ଦୁଃଖ କଷ୍ଟକୁ ସହି ନିଜ ଘରକୁ ହିଁ ସଜାଡ଼ିବାକୁ ଚେଷ୍ଟା କରିବା ଉଚିତ। ବାପା ଆହୁରି କହିଲେ, ଝିଅ, ତୁମ ଶାଶୁ ଶ୍ୱଶୁର ବୃଦ୍ଧ ହୋଇଯାଇଛନ୍ତି। ବୟସ ବଢ଼ିବା ସହିତ ସେମାନଙ୍କ ଚିନ୍ତା କରିବା ଓ ବୁଝିବା ଶକ୍ତି ମଧ୍ୟ ପୂର୍ବ ଭଳି ରହିନଥାଇପାରେ। ତେଣୁ ସେମାନଙ୍କ କଥାକୁ ଅଧିକ ମନରେ ନେବା ଉଚିତ ନୁହେଁ। ଝିଅ କହିଲା, ବାପା, ଆପଣଙ୍କ କଥା ମୁଁ ବୁଝୁଛି, କିନ୍ତୁ କେତେ ଦିନ ପର୍ଯ୍ୟନ୍ତ ସହିବି? ସହିବାର ମଧ୍ୟ ଗୋଟିଏ ସୀମା ଅଛି। ମୁଁ ଯଦି ସମୟରେ ସେମାନଙ୍କୁ ଖାଇବା ଦିଏ, ସମୟରେ ସେମାନଙ୍କୁ କାମ କରିଦିଏ, ତେବେ ମଧ୍ୟ ସେମାନେ ମୋତେ ଭଲ ମନ୍ଦ କହନ୍ତି। ମୋ ବିଷୟରେ ପଡ଼ୋଶୀ ଓ ଗାଁ ଲୋକଙ୍କ ପାଖରେ ଅନେକ ପ୍ରକାର କଥା କୁହନ୍ତି। କୁହନ୍ତି ଆମ ବୋହୂର ଚାଲିଚଳନ ଭଲ ନୁହେଁ। ଆମ ପୁଅ ଏତେ ଟଙ୍କା ରୋଜଗାର କରୁଛି, ତଥାପି ବୋହୂ ଆମକୁ ଖାଇବାକୁ ଦେଉନାହିଁ। ଆଉ କୁହନ୍ତି ଯେ ମୋତେ ରୋଷେଇ କରିବା ଆସେ ନାହିଁ। ମୁଁ ସେମାନଙ୍କୁ ସମୟରେ ଖାଇବା ଦିଏ ନାହିଁ। ଏମିତି କଥା ଶୁଣି ଗାଁ ଲୋକମାନେ ମଧ୍ୟ ମୋତେ ଖରାପ ଭାବୁଛନ୍ତି। ଆପଣ ହିଁ କୁହନ୍ତୁ ବାପା, ମୁଁ ସେମାନଙ୍କୁ କାହିଁକି ଖାଇବା ଦେବି? ମୁଁ କାହିଁକି ସେମାନଙ୍କର ଯତ୍ନ ନେବି? ଝିଅର କଥା ଶୁଣି ବାପାଙ୍କ ମନରେ ଦୁଃଖରେ ଭରିଗଲା। ସେ ଝିଅକୁ କହିଲେ, ତୁମେ ଚିନ୍ତା କରନି। ଏ ବିଷୟରେ ମୁଁ ନିଜେ ତୁମ ଶାଶୁ ଶ୍ୱଶୁରଙ୍କ ସହିତ ଏବଂ ତୁମ ସ୍ୱାମୀଙ୍କ ସହିତ କଥା ହେବି। ଶେଷରେ ସେମାନେ ତୁମ ସହିତ ଏପରି ବ୍ୟବହାର କାହିଁକି କରୁଛନ୍ତି ତାହା ପଚାରିବି। ପରଦିନ ଝିଅର ମା ବାପା ତାଙ୍କ ଝିଅକୁ ନେଇ ତାର ଶାଶୁଘରକୁ ଗଲେ। ସେଠାରେ ଜ୍ୱାଇଁ ଘରେ ନଥିଲେ, କିନ୍ତୁ ଶାଶୁ ଶ୍ୱଶୁର ଘରେ ଥିଲେ। ଝିଅର ମା ବାପା ସେମାନଙ୍କ ସାମ୍ନାରେ ସବୁ କଥା ରଖିଲେ, କିନ୍ତୁ ବୟସ ହୋଇଯାଇଥିବାରୁ ସେମାନେ ମଧ୍ୟ ନିଜ ଭୁଲ ବୁଝିବା ପରିବର୍ତ୍ତେ ଝିଅର ମା ବାପାଙ୍କ ସହିତ ଝଗଡ଼ା କରିବାକୁ ଲାଗିଲେ। ବହୁତ ବୁଝାଇବା ପରେ ମଧ୍ୟ କୌଣସି ସମାଧାନ ହେଲା ନାହିଁ। ଶେଷରେ ଝିଅର ମା ବାପା ନିରାଶ ମନରେ ନିଜ ଝିଅକୁ ନେଇ ଘରକୁ ଫେରୁଥିଲେ। ରାସ୍ତାରେ ସେମାନେ ଜଣେ ସାଧୁ ମହାତ୍ମାଙ୍କୁ ଦେଖିଲେ। ତାଙ୍କ ହାତରେ କମଣ୍ଡଳୁ ଥିଲା ଏବଂ ମୁହଁରେ ଲମ୍ବା ଧଳା ଧାଡ଼ି ଥିଲା। ଦେଖିବାକୁ ଲାଗୁଥିଲେ ଯେ ସେ ଜଣେ ଜ୍ଞାନୀ ସିଦ୍ଧ ସନ୍ନ୍ୟାସୀ। ଝିଅର ମା ବାପା ସାଧୁଙ୍କୁ ପ୍ରଣାମ କରି ତାଙ୍କ ପାଦ ପାଖରେ ବସିଗଲେ। ସାଧୁ ମହାତ୍ମା ପଚାରିଲେ, ପୁତ୍ର, ତୁମର କ'ଣ ସମସ୍ୟା? ତୁମେ ଏତେ ଚିନ୍ତିତ କାହିଁକି? ଝିଅର ବାପା କହିଲେ, ମହାତ୍ମା, ମୁଁ ବହୁତ ବଡ଼ ସମସ୍ୟାରେ ପଡ଼ିଛି। ମୋତେ କିଛି ବୁଝା ପଡ଼ୁନାହିଁ ଯେ ମୁଁ କ'ଣ କରିବି। ସାଧୁ କହିଲେ, ପୁତ୍ର, ତୁମର ଯେଉଁ ସମସ୍ୟା ଅଛି ମୋତେ ନିର୍ଭୟରେ ସବୁ କଥା କୁହ। ମୁଁ ତୁମ ସମସ୍ୟାର କୌଣସି ନା କୌଣସି ସମାଧାନ ନିଶ୍ଚୟ କରିବି। ତାପରେ ଝିଅର ବାପା ସବୁ କଥା ସାଧୁ ମହାତ୍ମାଙ୍କୁ କହିଦେଲେ। ସେ କହିଲେ, ମହାତ୍ମା, କିଛି ବର୍ଷ ପୂର୍ବେ ମୁଁ ମୋ ଝିଅର ବିବାହ ଏହି ଗାଁରେ କରିଥିଲି। ପରିବାରଟି ଧନୀ। ଯେଉଁ ପୁଅ ସହିତ ମୋ ଝିଅର ବିବାହ ହୋଇଛି ସେ ପୁଅ ଭଲ, କିନ୍ତୁ ତାଙ୍କ ମା ବାପା ବୃଦ୍ଧ ହୋଇଯିବାରୁ ପରେ ପ୍ରତିଦିନ ମୋ ଝିଅକୁ ଅସୁବିଧାରେ ପକାଉଛନ୍ତି। ମୋ ଝିଅ ବିଷୟରେ ଗାଁ ଲୋକଙ୍କ ସାମ୍ନାରେ ଅନେକ ଭୁଲ କଥା କହୁଛନ୍ତି। ତେଣୁ ମୋ ଝିଅ ଶାଶୁଘର ଛାଡ଼ି ମୋ ପାଖକୁ ଚାଲି ଆସିଛି। କିନ୍ତୁ ଜଣେ ବାପ ଭାବରେ ମୁଁ କିପରି ମୋ ବିବାହିତ ଝିଅର ଜୀବନ ନଷ୍ଟ ହେବାକୁ ଦେଇପାରିବି? ସାଧୁ ମହାତ୍ମା ସବୁ କଥା ଶୁଣି କହିଲେ, ଯଦି ଏମିତି କଥା, ତେବେ ତୁମେ ମୋତେ ସେହି ବୃଦ୍ଧ ଦମ୍ପତିଙ୍କ ପାଖକୁ ନେଇ ଚାଲ। ମୁଁ ସେମାନଙ୍କୁ କିଛି କଥା ବୁଝାଇବି। ଯଦି ସେମାନେ ମୋ କଥା ବୁଝି ନିଜ ଜୀବନରେ ପାଳନ କରିବେ, ତେବେ ତୁମ ଝିଅ ମଧ୍ୟ ଖୁସିରେ ରହିବ ଏବଂ ସେମାନେ ମଧ୍ୟ ଶାନ୍ତିରେ ରହିପାରିବେ। ଝିଅର ମା ବାପା ସାଧୁଙ୍କୁ ସାଙ୍ଗରେ ନେଇ ପୁଣି ନିଜ ଝିଅର ଶାଶୁଘରକୁ ଗଲେ। ସାଧୁ ମହାତ୍ମା ଦୁଆର ପାଖରେ ଝିଅର ମା ବାପାଙ୍କୁ ଅଟକାଇ ନିଜେ ଘର ଭିତରକୁ ପ୍ରବେଶ କଲେ। ଘର ଭିତରେ ଶାଶୁ ଶ୍ୱଶୁର ବସିଥିଲେ। ସାଧୁ ମହାତ୍ମାଙ୍କୁ ଦେଖି ସେମାନେ ଉଠି ଠିଆ ହେଲେ ଏବଂ ତାଙ୍କୁ ବସିବା ପାଇଁ ଆସନ ଦେଲେ।
ସେମାନେ ସାଧୁଙ୍କୁ ଖାଇବା ପିଇବା ବିଷୟରେ ପଚାରିଲେ। ସାଧୁ ମହାତ୍ମା କହିଲେ, ମୁଁ ଆପଣମାନଙ୍କ ଘରେ ନିଶ୍ଚୟ ଭୋଜନ କରିବି, କିନ୍ତୁ ତା ପୂର୍ବରୁ ଆପଣମାନଙ୍କୁ ମୋର ଗୋଟିଏ କଥା ମାନିବାକୁ ପଡ଼ିବ। ବୃଦ୍ଧ ଦମ୍ପତି କହିଲେ, ମହାତ୍ମା, ଆପଣଙ୍କ ସବୁ କଥା ଆମେ ମାନିବାକୁ ପ୍ରସ୍ତୁତ। ପ୍ରଥମେ ଆପଣ ଭୋଜନ କରନ୍ତୁ। ସାଧୁ କହିଲେ, ନା, ପ୍ରଥମେ ମୋ କଥା ଭଲ ଭାବରେ ଶୁଣନ୍ତୁ, ତାପରେ ମୁଁ ଆପଣଙ୍କୁ ଘରର ଭୋଜନ ଗ୍ରହଣ କରିବି। ସାଧୁ ମହାତ୍ମା କହିଲେ, ମୁଁ ଶୁଣିଛି ଯେ ଆପଣମାନେ ବୃଦ୍ଧ ହୋଇଯାଇଛନ୍ତି। ଏବେ ବୃଦ୍ଧ ହେବା ପରେ ଘରେ ଆପଣମାନଙ୍କୁ ଅନେକ ସମସ୍ୟା ହେଉଛି। ଆପଣମାନଙ୍କ ବୋହୂ ମଧ୍ୟ ଆପଣଙ୍କୁ ଅବହେଳା କରୁଛି। ସାଧୁଙ୍କ କଥା ଶୁଣି ବୃଦ୍ଧ ଦମ୍ପତି କହିଲେ, ଗୁରୁଦେବ, ଆପଣ ଠିକ୍ ଶୁଣିଛନ୍ତି। ଆମେ ଦୁହେଁ ବୃଦ୍ଧ ହୋଇଯାଇଛୁ ଏବଂ ଆମ ବୋହୂ ଆମର କୌଣସି ଯତ୍ନ ନେଉନାହିଁ। ସେ ଆମକୁ ସବୁବେଳେ ଅସୁବିଧାରେ ପକାଉଛି। ତାକୁ ମଧ୍ୟ ମନେ ରଖିବା ଉଚିତ ଯେ ଆଜି ଆମେ ବୃଦ୍ଧ ହୋଇଛୁ, କିଛି ବର୍ଷ ପରେ ତାର ମଧ୍ୟ ବୃଦ୍ଧାବସ୍ଥା ଆସିବ। ସାଧୁ ମହାତ୍ମା କହିଲେ, ଆପଣମାନେ ଚିନ୍ତା କରନ୍ତୁ ନାହିଁ। ମୁଁ ଆପଣମାନଙ୍କୁ ଦୁଃଖ ଦୂର କରିବାର ଉପାୟ କହିବି, କିନ୍ତୁ ମୋର କିଛି କଥା ଆପଣମାନଙ୍କୁ ମାନିବାକୁ ପଡ଼ିବ। ଯଦି ଆପଣମାନେ ସେହି କଥାଗୁଡ଼ିକୁ ନିଜ ଜୀବନରେ ଆପଣାଇବେ, ତେବେ ଦେଖିବେ ଆପଣଙ୍କ ଜୀବନରେ ପୁଣି ଶାନ୍ତି ଫେରିଆସିବ। ପ୍ରଥମ କଥା, ନିଜ ବାଣୀ ଉପରେ ନିୟନ୍ତ୍ରଣ ରଖ। ସାଧୁ ମହାତ୍ମା ପ୍ରଥମେ କହିଲେ, ସବୁଠାରୁ ପ୍ରଥମ କଥା ହେଉଛି ଆପଣମାନେ ନିଜ ବାକ୍ୟ ଉପରେ ଧ୍ୟାନ ଦିଅନ୍ତୁ। କଥା କହିବା ପୂର୍ବରୁ ଭାବନ୍ତୁ। ମଣିଷର ବାକ୍ୟରେ ବହୁତ ଶକ୍ତି ରହିଛି। ମିଠା କଥା କହି ଆପଣ ଜଣେ ଅଜଣା ବ୍ୟକ୍ତିର ହୃଦୟ ମଧ୍ୟ ଜିତିପାରିବେ। ଆଉ କଠୋର କଥା କହି ନିଜ ଲୋକଙ୍କ ହୃଦୟକୁ ମଧ୍ୟ ଆଘାତ ଦେଇପାରିବେ। ଧରନ୍ତୁ ଆପଣ ମୋ ସହିତ କଥା କହୁଛନ୍ତି ଏବଂ ଆପଣଙ୍କ କଥା କହିବା ଶୈଳୀ ମୋତେ ଭଲ ଲାଗୁନାହିଁ। ତେବେ ମୁଁ ଆପଣଙ୍କ ଉପରେ ରାଗି ଚାଲିଯାଇପାରେ। ତେଣୁ ଯାହା କହୁଛନ୍ତି ଭାବିଚିନ୍ତି କହନ୍ତୁ। ନିଜ ବାକ୍ୟରେ ମଧୁରତା ଆଣନ୍ତୁ, କାରଣ କଠୋର ଓ ବିଷାକ୍ତ ବାକ୍ୟ ସମ୍ପର୍କକୁ ନଷ୍ଟ କରିଦିଏ। ଆପଣ ଯଦି ଭାବୁଛନ୍ତି ଆପଣଙ୍କ କଥା ଅନ୍ୟର ହୃଦୟକୁ ଆଘାତ କରିବ, ତେବେ କଥା କହିବା ଅପେକ୍ଷା ନୀରବ ରହିବା ଭଲ। କୌଣସି କଥା କହିବା ପୂର୍ବରୁ ଭାବନ୍ତୁ, ମୁଁ ଯାହା କହୁଛି ତାହା ସାମ୍ନାର ବ୍ୟକ୍ତିଙ୍କୁ କିପରି ଲାଗିବ। ମୋର କଥାରେ ତାଙ୍କର କୌଣସି କ୍ଷତି ହେବ କି? ମୋ କଥାରେ ତାଙ୍କର କ'ଣ ଲାଭ ହେବ? ବୃଦ୍ଧାବସ୍ଥାରେ ଶରୀରରେ ଅନେକ ପ୍ରକାର ଅସୁବିଧା ଆସେ। କେବେ କେବେ ଆମକୁ ଲାଗେ ଯେ ଆମେ ଠିକ୍ କଥା କହୁଛୁ, କିନ୍ତୁ ସାମ୍ନାର ବ୍ୟକ୍ତିଙ୍କୁ ସେହି କଥା ବହୁତ କଠୋର ଲାଗିପାରେ। ତେଣୁ ବୃଦ୍ଧାବସ୍ଥାରେ ବାକ୍ୟ ଉପରେ ନିୟନ୍ତ୍ରଣ ରଖିବା ବହୁତ ଜରୁରୀ। ବୃଦ୍ଧ ଦମ୍ପତି ସାଧୁଙ୍କ କଥା ଧ୍ୟାନରେ ଶୁଣି କହିଲେ, ଗୁରୁଦେବ, ଆଜିଠାରୁ ଆମେ ଆପଣଙ୍କ ଏହି କଥାକୁ ନିଶ୍ଚୟ ପାଳନ କରିବୁ। ଆମେ କିଛି କହିବା ପୂର୍ବରୁ ଭାବିବୁ। ଏବେ ଦ୍ୱିତୀୟ କଥା, ସମୟ ଓ ପରିସ୍ଥିତି ବୁଝି କିଛି ମାଗନ୍ତୁ। ସାଧୁ ମହାତ୍ମା କହିଲେ, ଏବେ ଦ୍ୱିତୀୟ କଥା ଶୁଣନ୍ତୁ। ଆପଣଙ୍କୁ ଯଦି କୌଣସି ଜିନିଷ ଦରକାର, ତେବେ ତାହା ମାଗିବା ପୂର୍ବରୁ ସମୟ ଓ ପରିସ୍ଥିତିକୁ ଦେଖନ୍ତୁ। ଧରନ୍ତୁ ଆପଣଙ୍କୁ ଭୋକ ଲାଗିଛି ଏବଂ ସେହି ସମୟରେ ଆପଣଙ୍କ ବୋହୂ ରୋଷେଇ କରୁଛି। ଖାଦ୍ୟ ପ୍ରସ୍ତୁତ ହୋଇନାହିଁ। ଆପଣ ସେତେବେଳେ ଚିତ୍କାର କରି ଖାଇବା ମାଗିଲେ ସେ କେଉଁଠାରୁ ଖାଇବା ଆଣିଦେବ? ଖାଦ୍ୟ ତ ଏପର୍ଯ୍ୟନ୍ତ ପ୍ରସ୍ତୁତ ହୋଇନାହିଁ। ଆପଣ ଚିତ୍କାର କରିବେ, ସେ ରାଗିଯିବ ଏବଂ ଘରେ ଝଗଡ଼ା ହେବ। ଆଉ ଧରନ୍ତୁ ଆପଣଙ୍କ ବୋହୂ ଗାଧୋଉଛି କିମ୍ବା ଅନ୍ୟ କୌଣସି କାମରେ ବ୍ୟସ୍ତ ଅଛି। ସେହି ସମୟରେ ଆପଣ କୌଣସି ଜିନିଷ ମାଗିଲେ, ସେ ତୁରନ୍ତ କିପରି ଦେଇପାରିବ? କିଛି ସମୟ ପରେ ସେ ଆପଣଙ୍କୁ ଜିନିଷଟି ଆଣିଦେଲେ ଆପଣ ଭାବିବେ, ମୁଁ ମାଗିବା ସମୟରେ ଦେଲା ନାହିଁ, ଏତେ ବିଳମ୍ବ କଲା। ଏହିପରି ଭାବନାରୁ ଆପଣଙ୍କ ମନରେ ରାଗ ସୃଷ୍ଟି ହେବ। ମନେ ରଖନ୍ତୁ, ଯୁବାବସ୍ଥା ଓ ବୃଦ୍ଧାବସ୍ଥା ମଧ୍ୟରେ ଅନେକ ତଫାତ ଅଛି। ଯୁବାବସ୍ଥାରେ ଆମେ ନିଜ କାମ ନିଜେ କରିପାରୁ। ଆମ ଶକ୍ତିଶାଳୀ,
ଆମେ ଶକ୍ତିଶାଳୀ ଥାଉ, କିନ୍ତୁ ବୃଦ୍ଧାବସ୍ଥାରେ ଧୀରେ ଧୀରେ ଆମକୁ ଅନ୍ୟମାନଙ୍କର ସାହାଯ୍ୟ ଦରକାର ହୁଏ। ଘରର ଅନ୍ୟ ଲୋକମାନେ ମଧ୍ୟ ନିଜ ନିଜ କାମରେ ବ୍ୟସ୍ତ ଥାନ୍ତି, ତେଣୁ ଧୈର୍ଯ୍ୟ ଧରିବା ଶିଖନ୍ତୁ। ଆପଣଙ୍କ ବୋହୂ ବାହାରକୁ ଯାଇଥାଇପାରେ, ଆପଣଙ୍କ ଡାକ ତାଙ୍କ କାନରେ ପଡ଼ି ନଥାଇପାରେ, ତାଙ୍କ ଦେହ ଖରାପ ଥାଇପାରେ। ଏପରି ପରିସ୍ଥିତିରେ ସେ ଆପଣଙ୍କ କାମ ତୁରନ୍ତ କରିପାରିବ ନାହିଁ। ତେଣୁ ଆପଣଙ୍କ ସମୟ ଓ ପରିସ୍ଥିତି ବୁଝିବାକୁ ପଡ଼ିବ। ବୃଦ୍ଧ ଦମ୍ପତି କହିଲେ, ମହାତ୍ମା, ଆଜିଠାରୁ ଆମେ ଏହି କଥା ମଧ୍ୟ ମନେ ରଖିବୁ। କୌଣସି ଜିନିଷ ମାଗିବା ପୂର୍ବରୁ ଦେଖିବୁ ଯେ ଆମ ବୋହୂ ସେହି ସମୟରେ ତାହା ଦେବାର ସ୍ଥିତିରେ ଅଛି କି ନାହିଁ। ଏବେ ଆମେ ଜାଣିବା ତୃତୀୟ କଥା। ଖାଦ୍ୟରେ ଭୁଲ ହେଲେ ତାହାକୁ ନେଇ କଳହ କରନ୍ତୁ ନାହିଁ। ସାଧୁ ମହାତ୍ମା କହିଲେ, ଏବେ ତୃତୀୟ କଥା ଶୁଣନ୍ତୁ। ଅନେକ ସମୟରେ ରୋଷେଇରେ ଛୋଟ ଛୋଟ ଭୁଲ ହୋଇଯାଏ। ଲୁଣ କମ୍ ବା ଅଧିକ ହୋଇପାରେ, ଲଙ୍କା କମ୍ ବା ଅଧିକ ହୋଇପାରେ, ରୁଟି କିଛି ଜଳି ଯାଇପାରେ। ଘରର କାମ କରୁଥିବା ସମୟରେ ଏପରି ଭୁଲ ଯେକୌଣସି ଲୋକଙ୍କ ଠାରୁ ହୋଇପାରେ। ଧରନ୍ତୁ ଆପଣଙ୍କ ବୋହୂ ଆପଣଙ୍କ ପାଇଁ ଭୋଜନ ପ୍ରସ୍ତୁତ କଲା। ଆପଣ ଖାଇ ଦେଖିଲେ ଯେ ଖାଦ୍ୟ ଆପଣଙ୍କ ମନପସନ୍ଦ ହୋଇନାହିଁ। ତୁରନ୍ତ ମୁହଁ ଶୁଖାଇ ତାହାର ଦୋଷ ଖୋଜିବା ଆରମ୍ଭ କଲେ। ଏଥିରେ ଲୁଣ କମ୍, ସେଥିରେ ଲଙ୍କା ଅଧିକା, ତରକାରୀ ଠିକ୍ ହୋଇନାହିଁ। ଆପଣଙ୍କ ଏହି କଥା ବୋହୂର ମନକୁ ବହୁତ ଆଘାତ ଦେଇପାରେ। ଭୁଲ ସମସ୍ତଙ୍କ ଠାରୁ ହୁଏ। ଆପଣମାନେ ଯେତେବେଳେ ଯୁବ ଥିଲେ, ସେତେବେଳେ ଆପଣଙ୍କ ଠାରେ ମଧ୍ୟ ରୋଷେଇ କରିବା ସମୟରେ ଭୁଲ ହୋଇଥିବ। ଯଦି ଯେତେବେଳେ ଆପଣଙ୍କ ମା ବାପା ଆପଣଙ୍କୁ ପ୍ରତିଦିନ ଭୁଲ ପାଇଁ ଗାଳି କରିଥାନ୍ତେ, ତେବେ ଆପଣଙ୍କୁ କିପରି ଲାଗିଥାନ୍ତା? ତେଣୁ ଖାଦ୍ୟରେ କେବେ ଭୁଲ ହୋଇଗଲେ ତାହାକୁ ନେଇ କଳହ କରନ୍ତୁ ନାହିଁ। ପ୍ରେମରେ କହନ୍ତୁ, ବୋହୂ, ଆଜି ଖାଦ୍ୟରେ ଏହି ଜିନିଷଟି କିଛି କମ୍ ବା ଅଧିକ ହୋଇଯାଇଛି। ଆଗକୁ ଏହା ଉପରେ ଟିକେ ଧ୍ୟାନ ଦେବୁ। ଏପରି ଭାବରେ କହିଲେ ବୋହୂ ଆପଣଙ୍କ କଥାକୁ ଖରାପ ଭାବିବ ନାହିଁ, ବରଂ ଭାବିବ ଯେ ତାଙ୍କ ଶାଶୁ ଶ୍ୱଶୁର ତାଙ୍କୁ ପ୍ରେମରେ ବୁଝାଉଛନ୍ତି। ପ୍ରତିଦିନ ତାଙ୍କ କାମରେ କେବଳ ଦୋଷ ଖୋଜିଲେ ତାଙ୍କ ମନ ଭାଙ୍ଗିଯିବ। ଏଥିରୁ ଘରେ ଶାନ୍ତି ନୁହେଁ, ବରଂ କଳହ ବଢ଼ିବ। ବୃଦ୍ଧ ଦମ୍ପତି କହିଲେ, ଗୁରୁଦେବ, ଆମେ ଆପଣଙ୍କ ତୃତୀୟ କଥା ମଧ୍ୟ ବୁଝିଗଲୁ। ଆଗକୁ ଆମେ ନିଶ୍ଚୟ ଧ୍ୟାନ ରଖିବୁ। ଏବେ ଜାଣିବା ଚତୁର୍ଥ କଥା। ଘରର ସମସ୍ୟାକୁ ଅନ୍ୟମାନଙ୍କ ଆଗରେ କୁହନ୍ତୁ ନାହିଁ। ସାଧୁ ମହାତ୍ମା କହିଲେ, ଏବେ ଚତୁର୍ଥ ଓ ସବୁଠାରୁ ଜରୁରୀ କଥା ଶୁଣନ୍ତୁ। ଆପଣଙ୍କ ଘରର ସମସ୍ୟା କେବେ ଅନ୍ୟ ଲୋକକୁ କହନ୍ତୁ ନାହିଁ। ଧରନ୍ତୁ ଘରେ ଟଙ୍କା ଅଭାବ ଅଛି, ପୁଅ ବୋହୂଙ୍କ ମଧ୍ୟରେ ଝଗଡ଼ା ହୋଇଛି, ବୋହୂ ଭଲ ରୋଷେଇ କରିପାରୁନାହିଁ, ବୋହୂ ଆପଣଙ୍କ କଥା ଶୁଣୁନାହିଁ, କିମ୍ବା ପରିବାରରେ ଅନ୍ୟ କୌଣସି ସମସ୍ୟା ଅଛି। ଏସବୁ କଥା ପଡ଼ୋଶୀ କିମ୍ବା ଗାଁ ଲୋକଙ୍କୁ କହିବା ଆଦୌ ଠିକ୍ ନୁହେଁ। ଆପଣ ନିଜ ଘରର କଥା ବାହାର ଲୋକଙ୍କୁ କହିଲେ ସେମାନେ ଆପଣଙ୍କ ସାମ୍ନାରେ ଦୁଃଖ ପ୍ରକାଶ କରିବେ, ସହାନୁଭୂତି ଦେଖାଇବେ, କିନ୍ତୁ ଆପଣ ଚାଲିଗଲା ପରେ ସେହି କଥା ନେଇ ଆଲୋଚନା କରିବେ। ଗୋଟିଏ କଥାକୁ ଚାରି କଥା କରି ଆପଣଙ୍କ ପୁଅ ବୋହୂଙ୍କ ପାଖରେ କହିଦେବେ। ଏଥିରୁ ଘର କଳହ ଆହୁରି ବଢ଼ିଯିବ। ଆପଣ ଯେତେବେଳେ ନିଜ ପରିବାରର ସମସ୍ୟାକୁ ସମସ୍ତଙ୍କ ଆଗରେ କହିବେ, ଧୀରେ ଧୀରେ ଆପଣ ନିଜ ପୁଅ ବୋହୂଙ୍କ ଆଖିରେ ମଧ୍ୟ ସମ୍ମାନ ହରାଇବେ। ଆପଣଙ୍କ ପୁଅ ଯଦି କୌଣସି ସାମାଜିକ ସ୍ଥାନରେ ନିଜ ମତ ରଖିବାକୁ ଠିଆ ହୁଏ, ଲୋକେ ତାଙ୍କୁ ତାଙ୍କ ଘର ସମସ୍ୟା ନେଇ ଟାହିଟାପରା କରିପାରନ୍ତି। ତେଣୁ ନିଜ ଘରର କଥା ନିଜ ଘର ଭିତରେ ରଖିବା ଭଲ। ବାହାର ଲୋକଙ୍କୁ କହିଲେ ସମସ୍ୟା କମିବ ନାହିଁ, ବରଂ ବଢ଼ିପାରେ। ଆଉ କେତେକ ଲୋକ ଆପଣଙ୍କ ପାରିବାରିକ ଦୁର୍ବଳତାର ସୁଯୋଗ ନେଇ ଆପଣଙ୍କ ଘରକୁ ଆହୁରି ଅଶାନ୍ତି କରିପାରନ୍ତି। ବୃଦ୍ଧ ଦମ୍ପତି ସାଧୁଙ୍କ ଚରଣ ଧରି କହିଲେ, ମହାତ୍ମା, ଆମଠାରୁ ବଡ଼ ଭୁଲ ହୋଇଯାଇଛି। ଆମେ ଆମ ଘରର ସମସ୍ୟା, ଆମର ଆର୍ଥିକ ସ୍ଥିତି,
ଆମ ପୁଅ ବୋହୂଙ୍କ ବିଷୟରେ ଅନେକ କଥା ପଡ଼ୋଶୀ ଓ ଗାଁ ଲୋକଙ୍କୁ କହିଦେଇଛୁ। ରାଗରେ ଆମ ସମସ୍ତଙ୍କୁ କହିଦେଇଛୁ ଯେ ଆମ ବୋଉ ଭଲ ନୁହେଁ, ଆମକୁ ସମୟରେ ଖାଇବା ପିଇବା ଦିଏ ନାହିଁ। ଏବେ ବୁଝୁଛୁ ଯେ ଏଇ ଭୁଲ ହିଁ ଆମ ଦୁଃଖର ଗୋଟିଏ ବଡ଼ କାରଣ। ସାଧୁ କହିଲେ, ହଁ, ଆପଣଙ୍କ ଏଇ ଭୁଲ ହିଁ ଆପଣଙ୍କ ଦୁଃଖର ଏକ ବଡ଼ କାରଣ। ଆଜିଠାରୁ ନିଜ ଘରର କଥା କାହାରି ଆଗରେ କୁହନ୍ତୁ ନାହିଁ। ମୁଁ କହୁଥିବା ଏଇ 4ଟି କଥାକୁ ଜୀବନରେ ଆପଣାନ୍ତୁ। ଆପଣଙ୍କ ବୃଦ୍ଧାବସ୍ଥା ନିଶ୍ଚୟ ଶାନ୍ତିରେ କଟିବ। ସାଧୁ ମହାତ୍ମାଙ୍କ କଥା ଶୁଣି ବୃଦ୍ଧ ଦମ୍ପତି କହିଲେ, ମହାତ୍ମା, ଆପଣଙ୍କର ଏହି 4ଟି କଥାକୁ ଆମେ ମନେ ରଖିବୁ। ଆମେ ନିଶ୍ଚୟ ଏଗୁଡ଼ିକୁ ଜୀବନରେ ପାଳନ କରିବୁ। ଏବେ ଆପଣ ଭୋଜନ କରନ୍ତୁ। ସାଧୁ କହିଲେ, ଏପର୍ଯ୍ୟନ୍ତ ମୋ କଥା ଶେଷ ହୋଇନାହିଁ। ମୋର କଥା ସେତେବେଳେ ଶେଷ ହେବ ଯେତେବେଳେ ଆପଣଙ୍କ ପୁଅ ଓ ବୋହୂ ମୋ ସାମ୍ନାରେ ରହିବେ, କାରଣ ତାଙ୍କୁ ମଧ୍ୟ କିଛି କଥା ବୁଝାଇବା ଆବଶ୍ୟକ। ମନେ ରଖନ୍ତୁ, କୌଣସି ଝଗଡ଼ା କେବଳ ଗୋଟିଏ ପକ୍ଷର ଦୋଷରୁ ହୁଏ ନାହିଁ, ତାହା ମଧ୍ୟ ଦୁଇ ହାତରେ ବାଜେ। ଆପଣଙ୍କ ପୁଅ, ତେଣୁ ଆପଣଙ୍କ ପୁଅ ଓ ବୋହୂଙ୍କୁ ଡାକନ୍ତୁ। ବୃଦ୍ଧ ଦମ୍ପତି ନିଜ ପୁଅ ଓ ବୋହୂଙ୍କୁ ଡାକିଲେ। ପୁଅ ଓ ବୋହୂ ଆସି ସାଧୁ ମହାତ୍ମାଙ୍କୁ ପ୍ରଣାମ କରି ତାଙ୍କ ପାଖରେ ବସିଲେ। ସାଧୁ ମହାତ୍ମା କହିଲେ, ତୁମେମାନେ ମଧ୍ୟ କିଛି କଥା ଶୁଣ। ଏହି କଥାଗୁଡ଼ିକ ତୁମ ଜୀବନରେ ବହୁତ କାମରେ ଆସିବ। ସାଧୁ କହିଲେ, ପୁଅ, ମନେ ରଖ, ଯୁବା ଅବସ୍ଥାରେ ମଣିଷ ଶକ୍ତିଶାଳୀ ଥାଏ। ସେ ନିଜ ଶକ୍ତିରେ ଅନେକ କାମ କରିପାରେ, ଦୌଡ଼ିପାରେ, ପରିଶ୍ରମ କରିପାରେ ଏବଂ ନିଜ ଜୀବନର ଅନେକ ନିଷ୍ପତ୍ତି ନିଜେ ନେଇପାରେ। କିନ୍ତୁ ଯଦି ତୁମେ ଘରେ ବୃଦ୍ଧ ମା ବାପା ଅଛନ୍ତି ଏବଂ ସେମାନେ କୌଣସି କଥା କହିଦେଲେ ଯାହା ତୁମକୁ ଖରାପ ଲାଗିଲା, ତେବେ ତୁରନ୍ତ ପ୍ରତିବାଦ ଦେବା ଉଚିତ ନୁହେଁ। ବୟସ ବଢ଼ିଲେ ମଣିଷର ଶରୀର ଓ ମନରେ ଅନେକ ପରିବର୍ତ୍ତନ ଆସେ। କେବେ କେବେ ତାଙ୍କ ମୁହଁରୁ ଏମିତି କଥା ବାହାରିଯାଏ ଯାହା ପରେ ସେ ନିଜେ ମଧ୍ୟ ଅନୁତାପ କରିପାରନ୍ତିନି। ତେଣୁ ଛୋଟ କଥାକୁ ନେଇ ମା ବାପାଙ୍କ ସହିତ ଝଗଡ଼ା କରନ୍ତୁ ନାହିଁ। ଯଦି ସେମାନେ ତୁମ ବୋହୂକୁ କହିଦେଲେ ଯେ ଖାଦ୍ୟ ଠିକ୍ ହୋଇନାହିଁ, ତେବେ ପ୍ରଥମେ ଦେଖ ପ୍ରକୃତରେ କୌଣସି ଭୁଲ ହୋଇଛି କି ନାହିଁ। ଯଦି ଭୁଲ ହୋଇଛି, ତାହାକୁ ସୁଧାର। ଯଦି ଭୁଲ ହୋଇନାହିଁ, ତେବେ ଶାନ୍ତ ରୁହ ଏବଂ ସେମାନଙ୍କ କଥାକୁ ଅଧିକ ମନରେ ନିଅ ନାହିଁ। କିନ୍ତୁ ଏହାର ଅର୍ଥ ଏହା ନୁହେଁ ଯେ ବୃଦ୍ଧମାନେ ସବୁବେଳେ ଭୁଲ କହନ୍ତି। ସେମାନେ ତୁମଠାରୁ ଅଧିକ ଜୀବନ ଦେଖିଛନ୍ତି। ସେମାନଙ୍କ ପାଖରେ ଜୀବନର ଅନୁଭବ ଅଛି। ତୁମେ ଯଦି କୌଣସି ଭୁଲ କାମ କରୁଛ, ସେମାନେ ନିଜ ଅନୁଭବରୁ ତୁମକୁ ରୋକିପାରନ୍ତି। ତେଣୁ ସେମାନଙ୍କ ଅନୁଭବକୁ ସମ୍ମାନ କର। ଯଦି ମା ବାପା କୌଣସି କଥାକୁ ନେଇ ରାଗିଯାଆନ୍ତି, ତେବେ ତୁମେ ମଧ୍ୟ ରାଗି ଝଗଡ଼ା କର ନାହିଁ। ତାହା କଲେ ସମସ୍ୟା ଆହୁରି ବଢ଼ିବ। କେବେ କେବେ ବୃଦ୍ଧ ମା ବାପାଙ୍କର କଥାବାର୍ତ୍ତାରେ ଚିଡ଼ଚିଡ଼ାପଣ ବଢ଼ିଯାଇପାରେ। ଏଥିପାଇଁ ସେମାନଙ୍କୁ ଘରରୁ ଦୂର କରିଦେବା ସମାଧାନ ନୁହେଁ। କେତେକ ଲୋକ ମା ବାପା ବୃଦ୍ଧ ହୋଇଗଲେ ଭାବନ୍ତି, ଏମାନେ ଘରେ ରହିଲେ ସବୁବେଳେ କଥା କହିବେ, ତେଣୁ ଏମାନଙ୍କୁ ବୃଦ୍ଧାଶ୍ରମରେ ଛାଡ଼ି ଆସିବା। କିନ୍ତୁ ତୁମେ ଏହା ଭାବିବା ଉଚିତ, ଦିନେ ତୁମେ ମଧ୍ୟ ବୃଦ୍ଧ ହେବ। ଭବିଷ୍ୟତରେ ତୁମ ପିଲାମାନେ ମଧ୍ୟ ତୁମ ସହିତ ସେହିପରି ବ୍ୟବହାର କଲେ ତୁମକୁ କିପରି ଲାଗିବ? ତେଣୁ ମା ବାପାଙ୍କ ଠାରୁ ଯେତେ ବଡ଼ ଭୁଲ ହେଉନା କାହିଁକି, ପ୍ରଥମେ ପ୍ରେମରେ ବୁଝାଅ। ସେମାନେ କୌଣସି ଭୁଲ କରୁଥିଲେ କୁହ, ମା ବାପା, ଏହି କାମ ଯୋଗୁଁ ଆମର କ୍ଷତି ହେଉଛି। ଆଗକୁ ଦୟାକରି ଏପରି କରନ୍ତୁ ନାହିଁ।
ଏପରି ପ୍ରେମରେ ବୁଝାଇଲେ ସେମାନେ ମଧ୍ୟ ବୁଝିଯିବେ। ମା ବାପାଙ୍କୁ ଗାଳି ଦେବା, ଅପମାନ କରିବା କିମ୍ବା ମାରଧର କରିବା କୌଣସି ପରିସ୍ଥିତିରେ ଠିକ୍ ନୁହେଁ। ସେମାନେ ତୁମ ପାଇଁ ଜୀବନର ଅନେକ ବର୍ଷ ପରିଶ୍ରମ କରିଛନ୍ତି। ତେଣୁ ବୃଦ୍ଧାବସ୍ଥାରେ ସେମାନଙ୍କୁ ସମ୍ମାନ ଓ ସାହାରା ଦିଅ। ତାପରେ ସାଧୁ ମହାତ୍ମା ବୋହୂଙ୍କୁ କହିଲେ, ଝିଅ, ତୁମେ ମଧ୍ୟ ଗୋଟିଏ କଥା ମନେ ରଖ। ଅନେକ ସମୟରେ ଶାଶୁ ଶ୍ୱଶୁର ଛୋଟ ଛୋଟ କଥା କହିଦିଅନ୍ତି, କିନ୍ତୁ ଘରର ବୋହୂ ସେହି ଛୋଟ କଥାକୁ ବଡ଼ କରି ସ୍ୱାମୀଙ୍କ ପାଖରେ କହେ, କାନ୍ଦେ ଏବଂ ନିଜ ମା ବାପାଙ୍କୁ ମଧ୍ୟ ସେହି କଥା କହି ଚିନ୍ତିତ କରେ। ଏଥିରୁ ଛୋଟ ସମସ୍ୟା ବଡ଼ ରୂପ ନେଇପାରେ। ତେଣୁ ପ୍ରତ୍ୟେକ ବୋହୂ ନିଜ ଶାଶୁଘରର ଛୋଟ ଛୋଟ କଥାକୁ ତୁରନ୍ତ ବାପଘରକୁ ନେଇଯିବା ଉଚିତ ନୁହେଁ। ପ୍ରଥମେ ନିଜ ସ୍ୱାମୀଙ୍କ ସହିତ ଶାନ୍ତ ଭାବରେ କଥା ହୋଇ ସମାଧାନ କରିବାକୁ ଚେଷ୍ଟା କର। ଯେଉଁ କଥା ପ୍ରକୃତରେ ଗୁରୁତର ସେହି କଥା ହିଁ ଆବଶ୍ୟକ ଲୋକଙ୍କ ସହିତ ଆଲୋଚନା କର। ଏତିକି କହି ସାଧୁ ମହାତ୍ମା ସେଠାରୁ ଯିବାକୁ ଉଠିଲେ। ସେତେବେଳେ ବୃଦ୍ଧ ଦମ୍ପତି କହିଲେ, ମହାତ୍ମା, ଆପଣ ଆସିବା ସମୟରେ ଯେଉଁ କଥା କହିଥିଲେ ତାହା ମନେ ଅଛି ତ? ସାଧୁ କହିଲେ, ହଁ, ମୋର ମନେ ଅଛି। ତେବେ ଆପଣମାନେ ମୋ ସାମ୍ନାରେ ଏହି ପ୍ରତିଜ୍ଞା କରନ୍ତୁ ଯେ ଆଜିଠାରୁ ନିଜ ବୋହୂକୁ ଅଯଥା କଷ୍ଟ ଦେବେ ନାହିଁ। ତାର ଛୋଟ ଛୋଟ ଭୁଲକୁ ନେଇ କଳହ କରିବେ ନାହିଁ ଏବଂ ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖିବେ। ବୃଦ୍ଧ ଦମ୍ପତି କହିଲେ, ମହାତ୍ମା, ଆମେ ଆପଣଙ୍କୁ ପ୍ରତିଜ୍ଞା ଦେଉଛୁ। ଆପଣଙ୍କ କଥାକୁ ଆମେ ନିଜ ଜୀବନରେ ପାଳନ କରିବୁ। ତାପରେ ସାଧୁ ମହାତ୍ମା ପୁଅ ଓ ବୋହୂଙ୍କ ଠାରୁ ମଧ୍ୟ ପ୍ରତିଜ୍ଞା ନେଲେ ଯେ ସେମାନେ ନିଜ ବୃଦ୍ଧ ମା ବାପାଙ୍କୁ ଅଯଥା କଷ୍ଟ ଦେବେ ନାହିଁ। ସେମାନଙ୍କର ଯତ୍ନ ନେବେ ଏବଂ ସମ୍ମାନ କରିବେ। ସାଧୁ ମହାତ୍ମା କହିଲେ, ପ୍ରଥମେ ଆପଣମାନେ ନିଜ ନିଜ ପ୍ରତିଜ୍ଞା ପାଳନ କରନ୍ତୁ। ଯେତେବେଳେ ଏହି ଘରେ ପୁଣି ସୁଖ ଶାନ୍ତି ଫେରି ଆସିବ, ସେତେବେଳେ ମୁଁ ଆସି ଆପଣମାନଙ୍କ ଘରେ ଭୋଜନ କରିବି। ଏତିକି କହି ସାଧୁ ମହାତ୍ମା ନିଜ କୁଟୀର ଅଭିମୁଖେ ଚାଲିଗଲେ। ଝିଅର ମା ବାପା ମଧ୍ୟ ସେମାନଙ୍କ ସମୁଦିଙ୍କ ଠାରୁ ବିଦାୟ ନେଇ ନିଜ ଘରକୁ ଫେରିଗଲେ। ସାଧୁ ମହାତ୍ମାଙ୍କ କଥାକୁ ବୃଦ୍ଧ ଦମ୍ପତି ଧୀରେ ଧୀରେ ନିଜ ଜୀବନରେ ପାଳନ କରିବାକୁ ଲାଗିଲେ। ସେମାନେ ବୋହୂର କାମରେ ଅଯଥା ଦୋଷ ଖୋଜିବା ବନ୍ଦ କଲେ। ଖାଦ୍ୟରେ ଛୋଟ ଭୁଲ ହେଲେ ଶାନ୍ତ ରହିଲେ। କୌଣସି କଥା ମାଗିବା ପୂର୍ବରୁ ବୋହୂ ବ୍ୟସ୍ତ କି ନାହିଁ ଦେଖିଲେ। ସବୁଠାରୁ ବଡ଼ କଥା, ଘରର ସମସ୍ୟାକୁ ବାହାର ଲୋକଙ୍କ ପାଖରେ କହିବା ଛାଡ଼ିଦେଲେ। ଧୀରେ ଧୀରେ ଘରର ପରିବେଶ ବଦଳିଗଲା। ପୂର୍ବରୁ ଯେଉଁ ବୋହୂର ମୁହଁ ଦେଖିଲେ ସେମାନଙ୍କ ମନରେ ରାଗ ଆସୁଥିଲା, ଏବେ ସେହି ବୋହୂ ହିଁ ସେମାନଙ୍କୁ ସଂସ୍କାରୀ ଓ ଭଲ ଲାଗିବାକୁ ଲାଗିଲା। ବୋହୂ ମଧ୍ୟ ନିଜ ଶାଶୁ ଶ୍ୱଶୁରଙ୍କର ଭଲ ଭାବରେ ଯତ୍ନ ନେବାକୁ ଲାଗିଲା। ଧୀରେ ଧୀରେ ତାର ବ୍ୟବହାର ଏପରି ହୋଇଗଲା ଯେ ଶାଶୁ ଶ୍ୱଶୁର ତା ପାଇଁ କେବଳ ଶାଶୁ ଶ୍ୱଶୁର ନୁହେଁ, ବରଂ ନିଜ ମା ବାପା ଭଳି ଲାଗିଲେ। ଘରେ ଯେତେବେଳେ ଶାନ୍ତି ଫେରି ଆସିଲା, ସମସ୍ତଙ୍କ ମନ ମଧ୍ୟ ଖୁସି ହେବାକୁ ଲାଗିଲା। ଏହିପରି ଭାବରେ ଅନେକ ଦିନ ବିତିଗଲା। ଦିନେ ଝିଅର ମା ନିଜ ସ୍ୱାମୀଙ୍କୁ କହିଲେ, ଆମ ଝିଅ ଶାଶୁଘରକୁ ଯାଇ ବହୁତ ଦିନ ହୋଇଗଲା। ଆମେ ମଧ୍ୟ ତାର କୌଣସି ଖୋଜ ଖବର ନେଇନାହୁଁ। ଥରେ ଆମେ ଝିଅର ଶାଶୁଘରକୁ ଯାଇ ଦେଖିବା ଉଚିତ ସେ ଏବେ କିପରି ଅଛି। ଝିଅର ବାବା କହିଲେ, ତୁମେ ଠିକ୍ କହୁଛ, ମୁଁ କାଲି ହିଁ ଯାଇ ଦେଖି ଆସିବି। ଝିଅକୁ ଆଉ କୌଣସି ଅସୁବିଧା ହେଉନାହିଁ ତ? ପରଦିନ ଝିଅର ବାପ ତାଙ୍କ ଝିଅର ଶାଶୁଘରକୁ ଗଲେ। ସେଠାରେ ଯାଇ ସେ ଯାହା ଦେଖିଲେ ତାହା ଦେଖି ତାଙ୍କ ମନ ଖୁସିରେ ଭରିଗଲା। ତାଙ୍କ ଝିଅ ନିଜ ଶାଶୁ ଶ୍ୱଶୁରଙ୍କର ବହୁତ ଭଲ ଭାବରେ ଯତ୍ନ ନେଉଥିଲା। ଶାଶୁ ଶ୍ୱଶୁର ମଧ୍ୟ ତାଙ୍କ ଝିଅ ସହିତ ନିଜ ଝିଅ ଭଳି ବ୍ୟବହାର କରୁଥିଲେ। ସମସ୍ତେ ମିଳିମିଶି ହସ ଖୁସିରେ
ରହୁଥିଲେ। ଏହା ଦେଖି ଝିଅର ବାପା ମନେ ମନେ ଭାବିଲେ, ଏହା କ'ଣ ସେଇ ଘର? ଏହା କ'ଣ ସେଇ ଝିଅ? ଏହା କ'ଣ ସେଇ ଶାଶୁ ଶ୍ୱଶୁର ଯାହାଙ୍କ ପାଇଁ ଆମେ ଦିନେ ଏତେ ଚିନ୍ତିତ ହୋଇ ପଡ଼ିଥିଲୁ? ଝିଅର ଘରେ ସୁଖ ଶାନ୍ତି ପ୍ରେମ ଓ ଆନନ୍ଦରେ ପରିବେଶ ଦେଖି ବାପାଙ୍କ ଆଖିରେ ଖୁସିରେ ଆସିଗଲା। ସେ ଗୋଟିଏ ଦିନ ସେଠାରେ ରହି ପରଦିନ ନିଜ ଘରକୁ ଫେରି ଆସିଲେ। କାରଣ ବନ୍ଧୁଗଣ, କୌଣସି ବାପା ମା ଚାହାନ୍ତି ନାହିଁ ଯେ ତାଙ୍କ ଝିଅର ଘର ଭାଙ୍ଗିଯାଉ। ପ୍ରତ୍ୟେକ ମା ବାପା ଚାହାନ୍ତି ଯେ ତାଙ୍କ ଝିଅ ନିଜ ଘରେ ହସ ଖୁସିରେ ରହୁ, ପରିବାରରେ ପ୍ରେମ ଓ ଶାନ୍ତି ରହୁ ଏବଂ ତାର ଗୃହସ୍ଥ ଜୀବନ ସୁଖମୟ ହେଉ। ବନ୍ଧୁଗଣ, ଏହି କାହାଣୀ ଆମକୁ ଗୋଟିଏ ବଡ଼ ଶିକ୍ଷା ଦିଏ। ବୃଦ୍ଧାବସ୍ଥା ଜୀବନର ଏକ ନିଶ୍ଚିତ ପର୍ଯ୍ୟାୟ। ଆଜି ଯେଉଁମାନେ ଯୁବା, ଦିନେ ସେମାନେ ମଧ୍ୟ ବୃଦ୍ଧା ହେବେ। ତେଣୁ ଆମେ ଆମ ବୃଦ୍ଧ ମା ବାପାଙ୍କୁ ଯେପରି ସମ୍ମାନ ଦେବୁ, ଆମ ପିଲାମାନେ ମଧ୍ୟ ଆମଠାରୁ ସେହି ଶିକ୍ଷା ନେବେ। ବୃଦ୍ଧମାନଙ୍କ ପାଇଁ 4ଟି କଥା ସବୁବେଳେ ମନେ ରଖନ୍ତୁ। ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ସମୟ ଓ ପରିସ୍ଥିତିକୁ ବୁଝି ନିଜ ଆବଶ୍ୟକତା କୁହନ୍ତୁ। ଖାଦ୍ୟ କିମ୍ବା ଅନ୍ୟ କାମର ଛୋଟ ଭୁଲକୁ ନେଇ କଳ କରନ୍ତୁ ନାହିଁ ଏବଂ ନିଜ ଘରର ସମସ୍ୟାକୁ ବାହାର ଲୋକଙ୍କ ଆଗରେ ପ୍ରକାଶ କରନ୍ତୁ ନାହିଁ। ଆଉ ପୁଅ ବୋହୂମାନେ ମଧ୍ୟ ମନେ ରଖନ୍ତୁ, ବୃଦ୍ଧ ମା ବାପାଙ୍କ ଛୋଟ ଛୋଟ କଥାକୁ ନେଇ ଝଗଡ଼ା କରନ୍ତୁ ନାହିଁ। ସେମାନଙ୍କ ଅନୁଭବକୁ ସମ୍ମାନ କରନ୍ତୁ। ଭୁଲ ହେଲେ ପ୍ରେମରେ ବୁଝାନ୍ତୁ ଏବଂ ସେମାନଙ୍କୁ ବୃଦ୍ଧାବସ୍ଥାରେ ସାହାରା ହୁଅନ୍ତୁ। ଯେଉଁ ଘରେ ପରସ୍ପର ପ୍ରତି ସମ୍ମାନ, ଧୈର୍ଯ୍ୟ, ମଧୁର ବାଣୀ ଓ ବୁଝାମଣା ଥାଏ, ସେହି ଘରରେ ହିଁ ପ୍ରକୃତ ସୁଖ ଓ ଶାନ୍ତି ରହିଥାଏ। ବନ୍ଧୁଗଣ, ଆଶା କରୁଛି ଆଜିର ଏହି କାହାଣୀ ଆପଣମାନଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଯଦି ଏହି କାହାଣୀରୁ ଆପଣଙ୍କୁ କିଛି ଶିକ୍ଷା ମିଳିଥାଏ, ତେବେ ଏହାକୁ ନିଜ ପରିବାର ଓ ପରିଚିତମାନଙ୍କ ସହିତ ନିଶ୍ଚୟ ସେୟାର କରନ୍ତୁ। ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ଭିଡ଼ିଓଟିକୁ ଲାଇକ୍ କରନ୍ତୁ। ପୁଣି ଏକ ନୂଆ କାହାଣୀ ଓ ନୂଆ ଶିକ୍ଷା ସହିତ ଆପଣମାନଙ୍କୁ ଭେଟିବା ପର୍ଯ୍ୟନ୍ତ ମୋତେ ଅନୁମତି ଦିଅନ୍ତୁ। ଆପଣମାନଙ୍କର ଅମୂଲ୍ୟ ସମୟ ପାଇଁ ଅନେକ ଅନେକ ଧନ୍ୟବାଦ। ଜୟ ଶ୍ରୀକୃଷ୍ଣ।